ମହିଳା ମଧ୍ୟ ଏକ ଅଦ୍ଭୁତ ରହସ୍ୟ ଯାହା ଭଗବାନ ଆଜି ପର୍ଯ୍ୟନ୍ତ ବୁଝିପାରିଲେ ନାହିଁ। ତାଙ୍କ ବିଷୟରେ କୁହାଯାଏ ଯେ ତାଙ୍କୁ ବୁଝିବା ବହୁତ କଷ୍ଟକର। କୁହାଯାଏ ଯେ ଯେତେବେଳେ ଈଶ୍ୱର ଜଣେ ମହିଳା ସୃଷ୍ଟି କରୁଥିଲେ ତାଙ୍କୁ ଏତେ ସମୟ ଲାଗିଲା ଯେ ଦୂତମାନେ ମଧ୍ୟ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେ, ତୁମେ ଏତେ ସମୟ କାହିଁକି ନେଉଛ? ଦୂତମାନଙ୍କ ଏହି ପ୍ରଶ୍ନ ଉତ୍ତରରେ ଭଗବାନ ଉତ୍ତର ଦେଇଛନ୍ତି ଯେ ଆପଣ ଏହାର ଗୁଣ ଦେଖୁଛନ୍ତି କି? ଏହା ହେଉଛି ମୋର ସୃଷ୍ଟି ଯାହା ପ୍ରତ୍ୟେକ ପରିସ୍ଥିତିରେ ଛିଡ଼ା ହୋଇ ନିଜକୁ ବଜାଇ ରଖେ। ତାପରେ ପରିସ୍ଥିତି ଯାହା ବି ହେଉ ଏହା ସମସ୍ତଙ୍କୁ ଖୁସିରେ ରଖେ। ସେ ନିଜ ପରିବାର ଏବଂ ସମସ୍ତ ପିଲାଙ୍କୁ ଭଲ ପାଇବ। ଏହା କେବଳ ନିଜର ଯତ୍ନ ନେଉନାହିଁ ବରଂ ଅସୁସ୍ଥ ଥିବା ସତ୍ତ୍ୱେ ଘଣ୍ଟା ଘଣ୍ଟା କାମ କରିବାର କ୍ଷମତା ରଖିଛି। ଯେତେବେଳେ ଦୂତ ପାଖକୁ ଯାଇ ମହିଳାଙ୍କ ଗାଲରେ ହାତ ରଖିଲେ ସେତେବେଳେ ସେ ଜଳ ପରି କିଛି ଅନୁଭବ କଲେ। ସେ ପଚାରିଲେ, ହେ ଭଗବାନ, ଏହାର ଗାଲରେ ଜଳ ପରି କ'ଣ? ଭଗବାନ ଏହାକୁ ଲୁହ ବୋଲି କହିଛନ୍ତି। ଯେତେବେଳେ ବି ନାରୀ ଦୁର୍ବଳ ହେବାକୁ ଲାଗେ ସେତେବେଳେ ଏହା ତାର ସମସ୍ତ ଯନ୍ତ୍ରଣାକୁ ଲୁହରେ ଢାଳି ପୁଣି ଶକ୍ତିଶାଳୀ ହୁଏ। ତାହା ହେଉଛି ତୁମର ଦୁଃଖ ଭୁଲିଯିବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ। ଏହାପରେ ଦୂତ ପଚାରିଲେ ଯେ ତୁମର ରଚନା ସମ୍ପୂର୍ଣ୍ଣ ହୋଇଛି କି ନାହିଁ? ତେବେ ଭଗବାନ ଉତ୍ତର ଦେଇଛନ୍ତି ଯେ ଏଥିରେ ବର୍ତ୍ତମାନ ଏକ ଅଭାବ ଅଛି। ଏହାର ମହତ୍ତ୍ୱ ଭୁଲିଯାଇଛି। ଏହା କେତେ ସ୍ୱତନ୍ତ୍ର ଏବଂ କେଉଁ ଗୁଣ ଅଛି? ଜଣେ ନାରୀ ଈଶ୍ୱରଙ୍କ ଝିଅ ଯିଏ ନିଜ ଗୁରୁତ୍ୱକୁ ଭୁଲିଯାଏ ଏବଂ ଅନ୍ୟକୁ ଗୁରୁତ୍ୱପୂର୍ଣ୍ଣ କରେ ତାହାର ଅବମାନନା କରିବା କେତେ ଦୂର ଉପଯୁକ୍ତ? ଯିଏ ସମାଜକୁ ପ୍ରେମ ଦିଏ ତାକୁ ନିର୍ଯାତନା ଦେବା କେତେ ଦୂର ଉପଯୁକ୍ତ? ଜଣେ ନାରୀର ମହତ୍ତ୍ୱ ବୁଝିବା ଉଚିତ, କାରଣ ଯଦି ମହିଳା ସେଠାରେ ନାହାନ୍ତି ତେବେ ତୁମ୍ଭେ କିମ୍ବା ମୁଁ ନାହିଁ। ଏହି ଦୁନିଆ ଆଗକୁ ବଢ଼ିପାରିବ ନାହିଁ। ଈଶ୍ୱର ନିଜେ କହିଛନ୍ତି, ମୋତେ ମାନବ ରୂପରେ ଅବତାର ନେବାକୁ ହେଲେ ଜଣେ ମାତା ଦରକାର। ବିନା ନାରୀରେ ଏହି ସୃଷ୍ଟି ଅସମ୍ପୂର୍ଣ୍ଣ ଅଟେ।